କୋଉ ବିଭାଗରେ ଅଛନ୍ତି କୋଉ ଦାୟିତ୍ୱ ପାଇଥିଲେ? ଚିକିତ୍ସା ବିଭାଗ ଆପଣଙ୍କର ଶୁଭ ନାମ? ପ୍ରଦର୍ଶନ ହୋଇଯାଉଛି କୋଉ ମାନେ ଆପଣ ଚିକିତ୍ସା ବିଭାଗରେ ଅଛନ୍ତି, ଚିକିତ୍ସା କେମିତି ଚାଲିଛି? ଚିକିତ୍ସା ତ ବହୁତ ବଢ଼ିଆ ଭାଇ ଭଉଣୀ କିଛି ଖଣ୍ଡିଆ ଖରା ହଉଛନ୍ତି କି? ହଁ ସେମାନେ ଖେଳ ଜୋସ୍ରେ ଖେଳିବା ଜୋସ୍ରେ ସେମାନେ ପୁରା ଜୀବନକୁ ବାଜି ଲଗାଇ ଏଭଳି ଭାବରେ ଦୌଡ଼ୁଛନ୍ତି ଯେ କହିଲେ ବର୍ଣ୍ଣନା କରିହେବ ନାହିଁ। ଆପଣ ଭାଇ ମାନେ ହଉଛି ଅବର୍ଣ୍ଣନୀୟ। ଫୁଲକୁଣ୍ଡି କେତେ ସରିଲାଣି? ସେଟା ତ ମାପି ହେବ ନାହିଁ ଆଜ୍ଞା, ମାପି ହେବ ନାହିଁ। କେତେ ଖାଉଛନ୍ତି କେତେ ତ ଡବା ହିସାବରେ କଲେ 3 ଡବା 3 କେଜି ବାହାରା। ଆଉ କେତେ ସରିବାର ସମ୍ଭାବନା ଅଛି? ଆଉ କେଜି ଅଧେ ସରିଯାଇପାରେ। ହଁ ପାଖରେ ଅଛନ୍ତି ଆମର ରମେଶ ଭାଇ। ରମେଶ ଭାଇ ଆମ ସମସ୍ତଙ୍କର ଅତି ପ୍ରିୟ ଭାଇ। ରମେଶ ଭାଇ ଆମେ ଦେଖୁଥିଲୁ 3000 ମିଟର ଦୌଡ଼ିବା ସମୟରେ ସେ ସମୟରେ ସେ ପିଲାଙ୍କ ସାଥିରେ ଦୌଡ଼ୁଥିଲ କାହିଁକି? ଶିଶୁମାନଙ୍କୁ ଉତ୍ସାହିତ କରିବା ପାଇଁ। ଆଗ କଥା ମନେ ପଡ଼ିଲା, ପିଲାଦିନର କଥା, ପିଲାଦିନ ମନେ ପଡ଼େ, ସେଥିପାଇଁ ଦୌଡ଼ିଥିଲି ଟିକେ ଆଉ ଯୋଉ 2 ଜଣ ପ୍ରତିଭାଗୀ ଥିଲେ ମନରେ କ'ଣ ଭାବନା ଥିଲା? 2 ଜଣ ପ୍ରତିଯୋଗୀଙ୍କ ମଧ୍ୟରେ କିଏ ଜିତିବ କିଏ ହାରିବ ସେମାନେ ତାଙ୍କର ମନରେ ପ୍ରଶ୍ନ ଉଙ୍କି ମାରୁଥିଲା। ଦୌଡ଼ିବା ସମୟରେ କେମିତି ଲାଗୁଥିଲା? ଦୌଡ଼ିବା ସମୟରେ ଦୌଡ଼ିବା କଥା, ସକାଳୁ ତ ଦୌଡ଼ିବା କଥା, ଅଭ୍ୟାସ କରିବା କଥା। ବ୍ୟାୟାମ କଲେ ଆମ ଶରୀରର ମାନେ ସବୁ ମାଂସପେଶୀ ଦୃଢ଼ ହେସି, ସେଥିକାଜି ବ୍ୟାୟାମ ଟିକେ କରିବା କଥା ନିହାତି ଦରକାର। ବହୁତ ସୁନ୍ଦର ଭାବରେ ଆମର ସାକ୍ଷାତକାରରେ ଅଂଶଗ୍ରହଣ କଲେ ମାନନୀୟ ରମେଶ ଘିବେଲା ଗୁରୁଜୀ।